ସାରା ଜୀବନ ପାଇଁ ସେ ମାତ୍ର ଥରୁଟିଏ ଆସନ୍ତି। ଅନ୍ୟମାନେ ହୁଏତ ଆସିପାରନ୍ତି, କିନ୍ତୁ ସେ ଆସନ୍ତି ନାହିଁ। ଭଗବାନଙ୍କ ନିକଟକୁ ଭକ୍ତ ଅନେକ ଥର ଆସିପାରେ। ଭଗବାନ ଭକ୍ତ ନିକଟକୁ ମଧ୍ୟ ବହୁଥର ଆସିପାରନ୍ତି। ସମ୍ପର୍କୀୟମାନେ ମଧ୍ୟ କେତେଥର ଆସିବାର ସୁଯୋଗ ପାଆନ୍ତି, ମାତ୍ର ସେ ଥରୁଟିଏ ଆସନ୍ତି। ତାଙ୍କ ଆସିବାକୁ ଆମେ ଜାଣୁ, ବୁଝୁ, ମାତ୍ର ଉପଯୋଗ କରିପାରୁନା। ଚାଲିଗଲା ପରେ ଭାବି ହେଉ, ଆସିଥିଲା, ଚାଲିଗଲା। ସେ ଆଉ କେହି ନୁହେଁ, ସମୟ। ସମୟ ଆମ ପାଇଁ ମାତ୍ର ଥରୁଟିଏ ଆସେ। ସେ ଅପେକ୍ଷା କରେନା, ବରଂ ଆମେ ତାକୁ ଅପେକ୍ଷା କରିଥାଉ। ସେଥିପାଇଁ ମହାମନୀଷୀମାନେ କହନ୍ତି, ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରନ୍ତି ନାହିଁ। ସମୟକୁ କିପରି ଉପଯୋଗ କରିବା ତାହା ଆମ ଉପରେ ନିର୍ଭର କରେ। ସବୁବେଳେ ପାଖେ ପାଖେ ରହି କେହି ଶିଖାଇ ଦିଅନ୍ତି ନାହିଁ। କେତେବେଳେ କେଉଁ କାମ କରିବାକୁ ହେବ, ନିଜର ବୁଦ୍ଧି ଖର୍ଚ୍ଚ କରି ସମାଜରେ ଚଳିବାକୁ ହୁଏ। ଜଙ୍ଗଲ ଭିତରେ ଗାଁ। ଜଣେ ଲୋକ ଅତ୍ୟନ୍ତ ଅସୁସ୍ଥ ହୋଇ ପଡ଼ିଲେ। ବୈଦ୍ୟ ସେ ଲୋକର ପୁଅକୁ କହିଲେ, ଏ କାଗଜ ଦିଅ, ଏଥିରେ ଲେଖାଥିବା ଜିନିଷ 10 ମିନିଟ୍ ଭିତରେ ହାଟରୁ ଆଣି ପହଞ୍ଚାଅ। ତାହେଲେ ତୁମ ବାପା ଭଲ ହେବେ, ନହେଲେ ବାପାଙ୍କୁ ଆଉ ପାଇବ ନାହିଁ। ପିଲାଟି ଖୁବ୍ ତରବରରେ ବାହାରି ପଡ଼ିଲା। କିଛି ବାଟ ଯିବା ପରେ ଦେଖିଲା, ରାସ୍ତା କଡ଼ରେ ଲୋକମାନେ ଜମା ହୋଇଛନ୍ତି। କୌତୁହଳବଶତଃ ଟିକିଏ ଅଟକି ଗଲା। ଜାଣିଲା ସେଇଠି ହୀରା ଖଣ୍ଡେ ପଡ଼ିଛି। ଲୋକମାନେ ତାକୁ ପରସ୍ପର ଭିତରେ ବାଣ୍ଟି କରି ନେବେ। ସେହି ଲୋକଙ୍କ ସହିତ ଧାଡ଼ିରେ ଠିଆ ହେଲେ ହୀରାରୁ ଖଣ୍ଡେ ମିଳିବ, ନହେଲେ ନାହିଁ। ପିଲାଟି ଜାଣିଥିଲା, ହୀରା ହେଉଛି ମୂଲ୍ୟବାନ ଧାତୁ। ତାକୁ ଥରେ ଯିଏ ପାଇଯାଏ ଏବଂ ତା'ର ସଠିକ୍ ଉପଯୋଗ କରେ, ତା ଦାରିଦ୍ର୍ୟତାର ଦୂର ହୋଇଯାଏ। ବିଚାରା ପିଲାଟି ଦ୍ୱନ୍ଦ୍ୱରେ ପଡ଼ିଗଲା। ଗୋଟିଏ ପାଖରେ ହୀରା ଭଳି ମୂଲ୍ୟବାନ ପଥର, ଅନ୍ୟ ପାଖରେ ବାପାଙ୍କ ଜୀବନ। ବାପାଙ୍କର ମୃତ୍ୟୁ ହେଲେ ଆଉ ପାଇବ ନାହିଁ। ପୁଣି ହୀରାକୁ ହାତ ପାହାନ୍ତାରୁ ହରାଇଲେ ଆଉ ମଧ୍ୟ ମିଳିପାରେ ନାହିଁ। ବାପା ଜୀଇଁ ରହିବା ପାଇଁ ସମୟ ମାତ୍ର 10 ମିନିଟ୍। ହୀରା ପାଇଁ ମାତ୍ର 20 ମିନିଟ୍ ଅପେକ୍ଷା କରିବାକୁ ହେବ। ଘରୁ ଔଷଧ ନେଇ ଫେରିଲା ବେଳକୁ ହୀରା ନଥିବ, କିନ୍ତୁ ପିଲାଟି ଔଷଧ ନେଇ ପହଞ୍ଚିଲା ଘରେ। ଔଷଧ ପାଇଲା ପରେ ଲୋକଟି ଉଠି ବସିଲା, ଆଉ କହିଲା, ଆଜି ମୋ ପୁଅ ଜିତି ଯାଇଛି। ଯେଉଁ କାମରେ ଯାଇଥିଲା ସେ କାମଟିକୁ ପ୍ରଥମେ ଗୁରୁତ୍ୱ ଦେଇଛି। ଗୋଟିଏ ଜୀବନ ବଦଳରେ ହୀରାକୁ ତୁଚ୍ଛ ମନେ କରିଛି। ଜୀବନ ଦିଅନ୍ତି ପରମାତ୍ମା। ପରୀକ୍ଷା ତ ଅନେକ ଥର ଆସେ, କିନ୍ତୁ ସମୟ ଥରେ ମାତ୍ର ଆସେ। ତେଣୁ ଚତୁର ଓ ବୁଦ୍ଧିଆ ମଣିଷ ସମୟ ଓ ପରିସ୍ଥିତି ଦେଖି କାମ କରିନିଏ।